ଆଡଭୋକେଟ୍ ଭୂଦେବ ମହାନନ୍ଦ ଦ୍ୱାରା ଅଭିବାଦନ ସ୍ୱୀକାର କରନ୍ତୁ। ଆପଣମାନେ ଦେଖୁଛନ୍ତି ଭଏସ୍ ଅଫ୍ ପିପୁଲ୍, ଭଏସ୍ ଅଫ୍ ବହୁଜନ। ଆମେ ସମସ୍ତେ 26 ଜାନୁଆରୀ ପାଳନ କରିସାରିଛେ। ଆଜି 27 ଜାନୁଆରୀ, ଅର୍ଥାତ୍ ଭାରତବର୍ଷ 77ତମ ରିପବ୍ଲିକ୍ ଡେ ପାଳନ କରିସାରିଛି। ତମାମ ଭାରତବର୍ଷର କୋଣେ ଅନୁକୋଣରେ 26 ଜାନୁଆରୀ ପାଳନ ହେଲା, କିନ୍ତୁ କୌଣସି ମନ୍ତ୍ରୀ, ତନ୍ତ୍ରୀ, ପ୍ରଶାସନିକ ଅଧିକାରୀ ପତାକା ଉତ୍ତୋଳନ କଲା ପରେ ବାବା ସାହେବଙ୍କ ନାମ ନେବା ଭୁଲିଗଲେ। ବହୁଜନ ସମାଜ ବି ଚୁପଚାପ, କେହି ପ୍ରତିକ୍ରିୟା କଲେ ନାହିଁ। ଶାନ୍ତିପୂର୍ଣ୍ଣ ସହ 26 ଜାନୁଆରୀ ସମାପ୍ତ ହୋଇଯାଇଛି। ଆପଣମାନେ ସମସ୍ତେ ଜାଣିଛନ୍ତି 26 ଜାନୁଆରୀ ଯଦି ଆଜି ଆମେ ପାଳନ କରିପାରୁଛୁ ବାବା ସାହେବ ଅମ୍ବେଦକରଙ୍କର ଅବଦାନ, କାରଣ 26 ଜାନୁଆରୀଟା ଭାରତବର୍ଷରେ ସମ୍ବିଧାନଟା କାର୍ଯ୍ୟକାରୀ କଲା ଓ ଡେମୋକ୍ରାଟିକ୍ ରିପବ୍ଲିକ୍ ରାଷ୍ଟ୍ର ରୂପେ ଏହା ପରିଣତ ହେଲା। ଯଦି ବାବା ସାହେବ ଅମ୍ବେଦକର ସମ୍ବିଧାନ ଲେଖିନଥାନ୍ତେ, ଭାରତ ଆଜି ଏକଛତ୍ରବାଦ ଶାସନ ଥାନ୍ତା ୟା ରାଜତନ୍ତ୍ର ଶାସନ ଥାନ୍ତା। କିନ୍ତୁ ବହୁତ ବିଡ଼ମ୍ବନା, ନା ସୋସିଆଲ ମିଡ଼ିଆରେ କୌଣସି ପ୍ରତିକ୍ରିୟା ଆସୁଛି, ନା ମେନ୍ ମିଡ଼ିଆ ୟା ଉପରେ କେବେ ଚର୍ଚ୍ଚା କରୁଛି, ନା ବହୁଜନ ସମାଜର ଲୋକ କେବେ ୟା ଉପରେ ଆଲୋଚନା କରିଛନ୍ତି। କିନ୍ତୁ ମହାରାଷ୍ଟ୍ରରେ ଏକ ଅଲଗା ଘଟଣା ଘଟିବାକୁ ଦେଖିବାକୁ ମିଳିଛି। ମହାରାଷ୍ଟ୍ର ପୁଲିସ ଅଫିସର ମାଧବୀ ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଗିରୀଶ ମହାଜନଙ୍କ ଭାଷଣକୁ ମଝିରେ ହିଁ ରୋକିଦେଲେ। ମହାରାଷ୍ଟ୍ର ସରକାର ମନ୍ତ୍ରୀ ଗିରୀଶ ମହାଜନ ଯେତେବେଳେ ଭାଷଣ ଦେଉଥିଲେ, ସେ ତାଙ୍କ ଭାଷଣରେ ସମସ୍ତଙ୍କ ନାମ ନେଇଛନ୍ତି ଓ ନାରା ବି ଦେଇଛନ୍ତି, କିନ୍ତୁ ବାବା ସାହେବ ଅମ୍ବେଦକରଙ୍କ ନାମ ନେବା ସେ ଭୁଲି ଯାଇଥିଲେ। ତେଣୁ ପୁଲିସ ଅଫିସର ମାଧବୀ ମଝିରେ ଚିଲ୍ଲେଇଲୁ ଓ ବାବା ସାହେବଙ୍କ ଅପମାନ ଆମେ ସହିବୁ ନାହିଁ କହିଲେ। ଅର୍ଥାତ୍ କେହି ତ ଜଣେ ସାହସ କରୁଛି, ବାବା ସାହେବଙ୍କ ଅପମାନକୁ ସହିପାରୁନାହିଁ। ବହୁଜନ ସମାଜ ଏଥିପ୍ରତି ଜାଗ୍ରତ ହେବା ଦରକାର। ମାଧବୀ ଆଜି ଜାଗ୍ରତ ହେଲା ଏବଂ ମନ୍ତ୍ରୀଙ୍କୁ ସେ ବିଚ୍ରେ ହିଁ ଭାଷଣ ଅଟକେଇ ଦେଲେ। ଏଥିପାଇଁ ମାଧବୀକୁ ହିରାସତକୁ ନିଆଗଲା, ଆରେଷ୍ଟ କରାଗଲା। କିନ୍ତୁ ସନ୍ଧ୍ୟା ହଉ ହଉ 10 ଘଣ୍ଟା ବିତୁ ବିତୁ ମନ୍ତ୍ରୀ ଗିରୀଶ ମହାଜନ ମାଧବୀଙ୍କ ସାମ୍ନାରେ ମାଫି ମାଗିଲେ। ମାନିବାକୁ ପଡ଼ିବ ଅଫିସର, ଲେଡି ଅଫିସର ମାଧବୀକୁ। ସେ କହୁଥିଲେ, ଚାहे ଆପଣମାନେ ମୋତେ ଆରେଷ୍ଟ କରନ୍ତୁ, ସସ୍ପେଣ୍ଡ କରନ୍ତୁ ବା ଡିସମିସ୍ କରନ୍ତୁ, ବାବା ସାହେବ ଅମ୍ବେଦକରଙ୍କ ଦୟାରୁ ଆଜି ମୋତେ ଏ ଚାକିରି ମିଳିଛି। ବାବା ସାହେବଙ୍କ ଅମ୍ବେଦକରଙ୍କ ଦୟାରୁ 26 ଜାନୁଆରୀ ଭାରତବର୍ଷରେ ଅବଜର୍ଭ ହେଉଛି ଓ ତାଙ୍କ ନାଁ ନ ନେବା, ତାଙ୍କ ପ୍ରତି ଅପମାନ ହେଉଛି। ଇଏ ଅପମାନ ମୁଁ ସହ୍ୟ କରିପାରିବି ନାହିଁ, ଏହି କଥା କହିଥିଲେ ମାଧବୀ। ବର୍ତ୍ତମାନ ଡିପାର୍ଟମେଣ୍ଟାଲ ପ୍ରୋସିଡିଂ ପାଇଁ ମାଧବୀର ଡିପାର୍ଟମେଣ୍ଟ ପ୍ରୟାସ କରୁଛି। ପ୍ରୋଟୋକଲକୁ ନ ମାନିବା, ସର୍ଭିସ ରୁଲକୁ ନ ମାନିବା ଇତ୍ୟାଦି ଇତ୍ୟାଦି ମିଥ୍ୟା ଆରୋପ ଲଗାଇ ତାଙ୍କୁ ପ୍ରୋସିଡିଂ କରିବା ପାଇଁ ଶାସନ ଓ ପ୍ରଶାସନ ପ୍ରୟାସ କରିଛି। କିନ୍ତୁ ବାସ୍ତବରେ ସେ ଜଣେ ମହାନ କ୍ରାନ୍ତିକାରୀ, ବାବା ସାହେବ ଅମ୍ବେଦକରଙ୍କୁ ଭଲ ପାଉଥିବା ଓ ଭାରତକୁ ବେପନା ଭଲ ପାଉଥିବା ମହିଳାଟିଏ। ଏହି ପ୍ରକାର ମହିଳାମାନଙ୍କୁ କୋଟି କୋଟି ସଲାମ। ଆଖି ଖୋଲି ଦେଇଛନ୍ତି ସେ ଆଜି ଭାରତର 85% ବହୁଜନ ସମାଜକୁ। ସତରେ ଆମେ ବାବା ସାହେବଙ୍କ ଅପମାନକେ ସହିପାରିବା ନାହିଁ। ଆପଣମାନେ ଜାଣୁଥିବେ, ସବୁ ନେତା, ସବୁ ଅଫିସର ତ୍ରିରଙ୍ଗ ପତାକାକୁ ଉଡ଼ାନ୍ତି, ବଡ଼ ବଡ଼ ଭାଷଣ ମାରନ୍ତି, ସମସ୍ତ ମନୁବାଦୀ ନେତାଙ୍କ ନାମ ନିଅନ୍ତି, କିନ୍ତୁ ବାବା ସାହେବ ଅମ୍ବେଦକରଙ୍କୁ ଭୁଲି ଯାଆନ୍ତି, ଯେଉଁଟାକି ଭାରତରେ ରହିଥିବା 85% ପପୁଲେସନକୁ ଅପମାନ ହେଉଛି। ମନୁବାଦୀ ସୋଚ ରଖିବା ଲୋକ ଏଥିପାଇଁ ବାବା ସାହେବ ଅମ୍ବେଦକରଙ୍କ ନାମ ନିଅନ୍ତି ନାହିଁ 26 ଜାନୁଆରୀରେ, କାରଣ ସମଗ୍ର ଭାରତ ଜାଣିଦେବ ଯେ ବାବା ସାହେବ ଅମ୍ବେଦକର ସମ୍ବିଧାନ ନିର୍ମାତା ଓ ବାବା ସାହେବଙ୍କ ଯୋଗୁଁ ହିଁ ଆଜି ରିପବ୍ଲିକ୍ ଡେ ପାଳନ କରିବା ସମ୍ଭବ ହୋଇପାରିଛି। ସାଧୁବାଦ ଦେବି ମୁଁ ଲେଡି ସିଙ୍ଗମ ଅଫିସର ମାଧବୀଙ୍କୁ। ସେ ବିଲକୁଲ ଡରି ନାହାନ୍ତି।
ବିଲକୁଲ ସିଂହ ପରି ଗର୍ଜନ କରିଛନ୍ତି ଏବଂ ସେ କହୁଛନ୍ତି ଯେ ମୁଁ ବାବା ସାହେବଙ୍କ ଅପମାନ ସହ୍ୟ କରିପାରିବି ନାହିଁ। କାରଣ 1 ଘଣ୍ଟା ଭାଷଣ ଭିତରେ ଗିରୀଶ ମହାଜନଙ୍କ ଲଗାତାର 1 ଘଣ୍ଟା ଭାଷଣ ଭିତରେ ଗୋଟିଏ ଶବ୍ଦ ବି ବାବା ସାହେବଙ୍କ ନାଁ ଉଚ୍ଚାରଣ କରିନାହାନ୍ତି। ଏହା ପ୍ରାୟ ଭାରତର ମ୍ୟାକ୍ସିମମ୍ ଜାଗାରେ ଏପରି ଘଟଣା ଘଟିଛି। ମ୍ୟାକ୍ସିମମ୍ ଜାଗାରେ ବାବା ସାହେବ ଅମ୍ବେଦକରଙ୍କ ନାମ ନିଆଯାଇ ନାହିଁ, ଯେଉଁଟାକି ବହୁଜନ ସମାଜ ପ୍ରତି ଅପମାନ। ବାବା ସାହେବକୁ ଅପମାନ ଅର୍ଥାତ୍ ବହୁଜନ ସମାଜ ପ୍ରତି ଅପମାନ। ଭାରତ ରିପବ୍ଲିକ ପ୍ରତି ଅପମାନ। ଭାରତର ସମ୍ବିଧାନ ପ୍ରତି ଅପମାନ। ବାବା ସାହେବ ଅମ୍ବେଦକର ମାମୁଲି ବ୍ୟକ୍ତିତ୍ୱ ନୁହନ୍ତି। ବାବା ସାହେବ ଅମ୍ବେଦକରଙ୍କ ସମ୍ବିଧାନ ଯଦି ନଥାନ୍ତା, ଆଜି ଭାରତରେ ଏକଛତ୍ରବାଦ ଶାସନ ଥାନ୍ତା। ଆପଣ ଯଦି ସମସ୍ତଙ୍କ ବିଷୟରେ ଅଧ୍ୟୟନ କରିବେ, ମହାତ୍ମା ଗାନ୍ଧୀଙ୍କ ଥିଓରିକୁ ଯଦି ଆପଣ ଜାଣିବେ, ଆଇଡିଓଲୋଜିକୁ ଯଦି ଜାଣିବେ, ଗାନ୍ଧୀଜୀ ରାମରାଜ୍ୟ ଚାହୁଁଥିଲେ, ଅର୍ଥାତ୍ କିଙ୍ଗ ଆଣ୍ଡ କୁଇନ୍ ଆଡମିନିଷ୍ଟ୍ରେସନ। ଗାନ୍ଧୀଙ୍କ ପରେ ସର୍ବୋଚ୍ଚ ଶକ୍ତିଶାଳୀ ନେତା ଯଦି ଭାରତରେ କିଏ ଅଛନ୍ତି, ଲୋକପ୍ରିୟ ନେତା ସେହି ସମୟରେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଡିକ୍ଟେଟରସିପ୍ ଚାହୁଁଥିଲେ, ମିଲିଟାରୀ ଡିକ୍ଟେଟରସିପ୍, ଏକଛତ୍ରବାଦ ଶାସନ ସେ ଚାହୁଁଥିଲେ। ତମାମ ନେତାମାନଙ୍କର ଆକଳନକୁ ବାବା ସାହେବ ଅମ୍ବେଦକର ସମାପ୍ତ କରିଦେଲେ ସମ୍ବିଧାନ ମାଧ୍ୟମରେ। କଂଗ୍ରେସ ମଜବୁର ହେଲା, ହିନ୍ଦୁ ମହାସଭା ମଜବୁର ହେଲା, ଭାରତର ତମାମ ସଂଗଠନ ମଜବୁର ହେଲେ ଭାରତକୁ ଡେମୋକ୍ରେଟିକ ରିପବ୍ଲିକ ରୂପେ ପରିଣତ କରିବା ପାଇଁ। ଏହା କେବଳ ସମ୍ବିଧାନ ମାଧ୍ୟମରେ ହେଇପାରିଲା। ଯଦି ସମ୍ବିଧାନ ଲେଖା ହେଇନଥାନ୍ତା, ଭାରତ ଖଣ୍ଡ ଖଣ୍ଡ ହେଇଥାନ୍ତା। 25ରୁ 40 କିଲୋମିଟର ସ୍କ୍ୱାର କିଲୋମିଟର ଗୋଟେ ରାଜ୍ୟ ଗଠନ ହେଇଥାନ୍ତା। ପ୍ରତ୍ୟେକ ରିଆସତ ଇଣ୍ଡିପେଣ୍ଡେଣ୍ଟ ରହିଥାନ୍ତେ। ଏଠାରେ ଡେମୋକ୍ରେସି ହିଁ ନଥାନ୍ତା, ଏଠାରେ ରିପବ୍ଲିକ ହିଁ ନଥାନ୍ତା। ପୁଣି ମନୁବାଦୀର ଶାସନ ଥାନ୍ତା, କିମ୍ବା କଂଗ୍ରେସ ଦଳର ମୁଖିଆମାନେ ହିଁ ଏ ଦେଶର ଶାସନ ହେଇଥାନ୍ତେ, ନିର୍ବାଚନ ହିଁ ହେଇନଥାନ୍ତା। ଭାରତକୁ ତ ସ୍ୱାଧୀନ କରିଦିଆଗଲା, କିନ୍ତୁ ସ୍ୱାଧୀନ ଭାରତର ଶାସନ ଓ ପ୍ରଶାସନର ବ୍ୟବସ୍ଥା କାହାରି ମୁଣ୍ଡରେ ନଥିଲା। ସିର୍ଫ ବାବା ସାହେବ ଅମ୍ବେଦକରଙ୍କର ଅକ୍ଳାନ୍ତ ପରିଶ୍ରମ, ତାଙ୍କ ମେହନତ, ତାଙ୍କ ଦୂରଦୃଷ୍ଟି ଭାରତକୁ ଖଣ୍ଡ ଖଣ୍ଡ ହେବାରୁ ବଞ୍ଚେଇ ଦେଲା। କିନ୍ତୁ କ୍ରେଡିଟ୍ ଚାଲିଯାଏ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲକୁ। ଭାରତର ସମ୍ବିଧାନ ଆଜି ଭାରତକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି। ଭାରତର ସମ୍ବିଧାନ ଏତେ ସୁନ୍ଦର, ସମଗ୍ର ଷ୍ଟେଟ୍ ଯୋଡ଼ିବା ପାଇଁ ଫେଡେରାଲ ଷ୍ଟ୍ରକ୍ଚର ତୈୟାର କରିଛି। ତେଣୁ ଆପଣ ଦେଖିବେ ଶାସନ ପଦ୍ଧତିରେ 3ଟି ତାଲିକା ବ୍ୟବସ୍ଥା କରାଯାଇଛି: କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଓ ଯୁଗ୍ମ ତାଲିକା। ତେଣୁ ଫେଡେରାଲ ଷ୍ଟେଟ୍ରେ ଆମେ ରହୁ, ଫେଡେରାଲ ଷ୍ଟ୍ରକ୍ଚର ଅଫ୍ ଦ ଗଭର୍ଣ୍ଣମେଣ୍ଟ ହେଲା ଓ କେନ୍ଦ୍ରର କ୍ଷମତା ବୈକେନ୍ଦ୍ରୀକରଣ କରାଗଲା। କୌଣସି ଜଣେ ବ୍ୟକ୍ତି ପାଖରେ ସର୍ବୋଚ୍ଚ କ୍ଷମତା ଦିଆଗଲା ନାହିଁ। ତେଣୁ କ୍ଷମତାକୁ ପୁଣି କାର୍ଯ୍ୟପାଳିକା କ୍ଷମତା, ନ୍ୟାୟପାଳିକା କ୍ଷମତା ଓ ବ୍ୟବସ୍ଥାପିକ କ୍ଷମତା ରୂପେ ବିଭାଜନ କରାଗଲା। ତେଣୁ ଆଜି ଭାରତ ପାକିସ୍ତାନ ପରି ହେଉନାହିଁ, ଭାରତ ଶ୍ରୀଲଙ୍କା ପରି ହେଉନାହିଁ, ଭାରତ ନେପାଳ ପରି ହେଉନାହିଁ। ଆପଣମାନେ ଦେଖୁଛନ୍ତି ପାକିସ୍ତାନର ଅବସ୍ଥା, ଗଣତନ୍ତ୍ର ଭୁଷୁଡ଼ି ଯାଏ ଓ ସେନା ସଂଘାତ ହୁଏ।
नेपालର ଅବସ୍ଥା ଦେଖୁଛନ୍ତି। ଆଜି ଭାରତ ସୁରକ୍ଷିତ ସିର୍ଫ ହିଁ ସିର୍ଫ ସମ୍ବିଧାନ ଦ୍ୱାରା। ଆଉ ସମ୍ବିଧାନ ନିର୍ମାତା ବାବା ସାହେବ ଆମ୍ବେଦକରଙ୍କ ଅପମାନ କେବେ ବି କିଏ ସହିପାରିବେ ନାହିଁ। ତେଣୁ ମହାରାଷ୍ଟ୍ରରେ ଲେଡି ସିଙ୍ଗମ ଅଫିସର ମାଧବୀ ସରକାରଙ୍କ ମନ୍ତ୍ରୀ ଗିରୀଶ ମହାଜନଙ୍କୁ ଭାଷଣକୁ ରାସ୍ତା ଅଧାରେ ଅଟକାଇ ଦେବା ଓ ବାବା ସାହେବକୁ ଅପମାନ କରିଥିବା ଯୋଗୁଁ ତାଙ୍କୁ କ୍ଷମା ମାଗିବାକୁ ମଜବୁର କରାଇଦେବା, ଏହା ଭାରତର ଏକ ନିଆରା ଉଦାହରଣ ହେଲା। ଆଗାମୀ ଦିନମାନଙ୍କରେ ଏହା ପଥ ପରିଷ୍କାର କଲା ଯେ କୌଣସି ବ୍ୟକ୍ତି 26 ଜାନୁଆରୀ ଅବଜର୍ଭ କଲାବେଳେ ବାବା ସାହେବଙ୍କ ନାଁ ନେବାକୁ ସେ ମଜବୁର ହେବେ, ନହେଲେ ମନେ ହେବ ଯେ ଇଏ ବାବା ସାହେବକୁ ଅପମାନ କରିଛନ୍ତି। ଆପଣମାନେ ଦେଖୁଛନ୍ତି ଭଏସ୍ ଅଫ୍ ପିପୁଲ୍, ଭଏସ୍ ଅଫ୍ ବହୁଜନ। ବର୍ତ୍ତମାନ ପର୍ଯ୍ୟନ୍ତ ଯଦି ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହା ପୂର୍ବକ ସବସ୍କ୍ରାଇବ୍ କରନ୍ତୁ, ବେଲ୍ର ଆଇକନ୍ ନିଶ୍ଚୟ ଦବାନ୍ତୁ।